ଏବେ ଏବେ ଦେଖନ୍ତୁ ରାସନ କାର୍ଡଧାରୀଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସି ଖବର ଆସିଯାଇଛି, ଯାହାକି ଗତ ଶନିବାର ଦିନ ରାଜ୍ୟ କ୍ୟାବିନେଟ୍ରେ ସରକାରଙ୍କ ତରଫରୁ ରାସନ କାର୍ଡଧାରୀଙ୍କ ପାଇଁ ଗୋଟେ ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଖନ୍ତୁ ଆପଣମାନେ ଯେଉଁ ରାସନ କାର୍ଡ ମାଧ୍ୟମରେ ଏବେ 5 କେଜି ଲେଖା ଚାଉଳ ପାଉଛନ୍ତି, ଆଗକୁ ସରକାରଙ୍କ ତରଫରୁ 10 କେଜି ଲେଖା ଚାଉଳ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ସରକାରଙ୍କ ତରଫରୁ କେଉଁମାନଙ୍କୁ ଆଗକୁ 10 କେଜି ଲେଖା ଚାଉଳ ଦିଆଯିବ ଏବଂ ସେହି ନେଇ କ୍ୟାବିନେଟ୍ ବୈଠକରେ କ'ଣ ସବୁ ନିଷ୍ପତ୍ତି ନିଆଯାଇଛି ଆପଣମାନଙ୍କୁ ମୁଁ ଏହି ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ବିବରଣୀଟି ଜଣାଇଦେବି। ସେଥିପାଇଁ ଭିଡ଼ିଓଟିକୁ ବିନା ସ୍କିପ୍ କରିକି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲଟିକୁ ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିକି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ, ଯାହାଦ୍ୱାରା ଗଭର୍ଣ୍ଣମେଣ୍ଟର ସବୁ ନୂଆ ନୂଆ ଯୋଜନା ଗୁଡ଼ିକର ଇନଫର୍ମେସନ୍ ଗୁଡ଼ିକ ଆମର ଏହି ଚ୍ୟାନେଲ ମାଧ୍ୟମରେ ପ୍ରଥମେ ଜାଣିପାରିବେ। ଦେଖନ୍ତୁ ସରକାରଙ୍କ ତରଫରୁ କାଲି ରାସନ କାର୍ଡଧାରୀଙ୍କ ପାଇଁ ବହୁତ ବଡ଼ ଗୋଟେ ନିଷ୍ପତ୍ତି ନିଆଯାଇଛି ଏବଂ କୁହାଯାଉଛି ଯେ ଏଇ ଯେଉଁ ଆପଣଙ୍କର ନିଷ୍ପତ୍ତିଟି କ୍ୟାବିନେଟ୍ ବୈଠକରେ ନିଆଯାଇଛି, ଏଇଟା ଯାହାକି ଆପଣଙ୍କର ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଯାହାକି ଐତିହାସିକ ନିଷ୍ପତ୍ତି। କାହିଁକିନା ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି ଯେ ସରକାରଙ୍କ ତରଫରୁ ଯେଉଁ ରାସନ କାର୍ଡ ମାଧ୍ୟମରେ ଆପଣଙ୍କୁ ରାସନ ସାମଗ୍ରୀ ଦିଆଯାଉଛି, ଏଥର ଯାହାକି ଆପଣମାନେ ଆଉ ଅତିରିକ୍ତ 5 କେଜି ଲେଖା ରାସନ ସାମଗ୍ରୀ ପାଇପାରିବେ। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଦେଖନ୍ତୁ କେନ୍ଦ୍ର ସରକାରଙ୍କ ତରଫରୁ ଆପଣମାନଙ୍କୁ ଏବେ ଯାହାକି କେବଳ 5 କେଜି ଲେଖା ଚାଉଳ ଦିଆଯାଉଛି, ଅର୍ଥାତ୍ କେନ୍ଦ୍ର ସରକାରଙ୍କର ଯେଉଁ ଖାଦ୍ୟ ସୁରକ୍ଷା ଯୋଜନା ରହିଛି NFSରେ ଆପଣ ଯାହାକି ଏବେ କେବଳ 5 କେଜି ଲେଖା ଚାଉଳ ପାଉଛନ୍ତି। ଏଥର ଯାହାକି ସରକାରଙ୍କ ତରଫରୁ ଆପଣଙ୍କୁ ଆଉ ଅତିରିକ୍ତ 5 କେଜି ଲେଖା ଚାଉଳ ଦିଆଯିବ। ଦେଖନ୍ତୁ କେନ୍ଦ୍ର ସରକାରଙ୍କ ତରଫରୁ ମୋଦି ଦେଉଛନ୍ତି ଆପଣଙ୍କୁ 5 କେଜି, ଏବେ ଯାହାକି ରାଜ୍ୟ ସରକାରଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆପଣଙ୍କୁ ଆଉ ଅତିରିକ୍ତ 5 କେଜି ଲେଖା ଚାଉଳ ଦେବେ। ଅର୍ଥାତ୍ ଆପଣମାନେ ପ୍ରତ୍ୟେକ ମାସରେ 10 କେଜି ଲେଖା ଚାଉଳ ପାଇପାରିବେ। ଅର୍ଥାତ୍ ଆପଣମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ 5 କେଜି ମିଳିବ ଏବଂ ରାଜ୍ୟ ସରକାରଙ୍କ ତରଫରୁ ଏଇ ଯେଉଁ ନୂଆ ଯୋଜନା କରାଯାଇଛି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଏହି ଯୋଜନା ଅଧୀନରେ ମଧ୍ୟ ଆପଣ ଯାହାକି ଆଉ 5 କେଜି ଯାହାକି ପାଇପାରିବେ ଏବଂ ଆପଣମାନେ ଯାହାକି 10 କେଜି ଲେଖା ଏକା ସାଙ୍ଗକୁ ପାଇଯିବେ। ଅର୍ଥାତ୍ ସରକାରଙ୍କ ତରଫରୁ ମୁଣ୍ଡ ପିଛା ସମସ୍ତଙ୍କୁ 5 କେଜି ଲେଖା ଚାଉଳ ଦିଆଯିବ। ଦେଖନ୍ତୁ ସରକାରଙ୍କ ତରଫରୁ କୁହାଯାଉଛି ଯେ ଏଇ ଯେଉଁ ଅତିରିକ୍ତ 5 କେଜି ଲେଖା ଚାଉଳ ଦିଆଯିବ, କେନ୍ଦ୍ର ସରକାରଙ୍କର ଯେଉଁ ଖାଦ୍ୟ ସୁରକ୍ଷା ଯୋଜନା ରହିଛି ସେହି ଯୋଜନା ଅଧୀନରେ ଯେଉଁମାନେ ଚାଉଳ ପାଉଛନ୍ତି ସେମାନେ ମଧ୍ୟ ପାଇବେ ଏବଂ ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ଖାଦ୍ୟ ସୁରକ୍ଷା ଯୋଜନା ରହିଛି ସେହି ଯୋଜନା ଅଧୀନରେ ମଧ୍ୟ ସେମାନେ ପାଇବେ। ଦେଖନ୍ତୁ ସମୁଦାୟ 1,96,00,000 ପରିବାର ଯାହାକି ୟାର ଲାଭ ପାଇପାରିବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଯାହାକି ମାସିକ 734 କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିବ ଏବଂ ବର୍ଷକୁ ପ୍ରାୟ 8,813 କୋଟି ଟଙ୍କାର ବ୍ୟୟବରାଦ କରାଯିବ ବୋଲି ଯାହାକି ସୂଚନା ରହିଛି। ତେବେ ଆପଣମାନେ କନଫର୍ମ ହୋଇଗଲେ ଯେ ସରକାରଙ୍କ ତରଫରୁ ସମସ୍ତ ରାସନ କାର୍ଡଧାରୀଙ୍କୁ ଅତିରିକ୍ତ 5 କେଜି ଲେଖା ଚାଉଳ ଦିଆଯିବ। ଅର୍ଥାତ୍ ଆପଣମାନେ ମୁଣ୍ଡ ପିଛା ଅତିରିକ୍ତ ଆଉ 5 କେଜି ଲେଖା ଚାଉଳ ପାଇପାରିବେ। କେନ୍ଦ୍ର ସରକାରଙ୍କ ତରଫରୁ ଆପଣଙ୍କୁ ଏବେ ଯେଉଁ 5 କେଜି ଦିଆଯାଉଛି, ଏବେ ଯାହାକି ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ଆଉ 5 କେଜି ଲେଖା ଚାଉଳ ଦିଆଯିବ।